ସବୁବେଳେ ମୁଁ ଯେତେବେଳେ କାନ୍ଦିବି ମୋ ମାଆ କୁହେ ବାପା ତୁ କାନ୍ଦି ଦୁଃଖ କରନା। ଆଉ ମୁଁ ସ୍କୁଲରେ କ'ଣ ଗୋଟେ ଫେଲ୍ ହେଇଗଲେ ମାଆ କହିଲେ କାନ୍ଦନା, ଫେଲ୍ ହେଇଯାଇଥିଲି 2-3 ଥର ଫେଲ୍ ହେଇଛି ମୁଁ, ତ କାନ୍ଦନା, ତୁ ଗୋଟେ ବାହାର ଦେଶର ଗୋଟେ ଝିଅକୁ ବୃଷ ରାଶିର ତା ରାଶି ଥିବ, ସେ ବଇଁଶୀ ବଜାଉଥିବ, ସେ ପୁଣି ଜଙ୍ଗଲ ବିରାଟ ଜଙ୍ଗଲର ମାଲିକାନୀ ଥିବ, ତାର ଲ୍ୟାଣ୍ଡ ଲର୍ଡ଼ ଭଳିଆ ଗୋଟେ ରଜା ଥିବ, ତାଙ୍କର ଜାଗାରେ ଜଇଁ ତୁ ହବୁ, ତୁ କାହିଁ ଏମିତି 3 ବର୍ଷ ସଂଘର୍ଷ ଜୀବନ ଭୋକରେ ମୁଁ ରହିଛି, ଜାମୁ କୋଳି ଖାଇକି ବଞ୍ଚିଛି ଦିଲ୍ଲୀ। ତା ମନା ପଡ଼ିଲେ ମୋତେ ଦୁଃଖ ଲାଗେ, ହସ ବି ଲାଗେ। ମୁଁ 10 ମିନିଟ୍ କ'ଣ ତା ଆଖିଟାକୁ ଦେଖିଲି ତ, ସେ ଆଖି ଭିତରେ ମୁଁ ନିଜର ଯେଉଁ କଲି ମୁଣ୍ଡ ଲମ୍ବା ହିପି ବାଳ ସେ ଆଉ ଦାନ୍ତ ସେଟା ଦେଖିଲି ତାଙ୍କ ଆଖିରେ, ସେଇଟାକୁ ମୁଁ କରିବାକୁ ତା ଆଖି ଭିତରେ ମୋର ପୋର୍ଟ୍ରେଟ୍ ମୁଁ କରିଦେଲି ସେଥିରେ। PK ମହାନନ୍ଦିଆ ନା ହିଁ ଯଥେଷ୍ଟ। ସାରା ଓଡ଼ିଶା କାହିଁକି, ସାରା ଭାରତ କାହିଁକି, ସାରା ବିଶ୍ୱରେ ଏହି ନାଁଟି ବେଶ ପରିଚିତ। ଅନୁଗୁଳ ଜିଲ୍ଲା ଆଖମଲ୍ଲିକ ମାଟିର ସନ୍ତାନ, ଯିଏକି ନିଜର ବଳିଷ୍ଠ ପ୍ରେମ କାହାଣୀରେ ସୁଇଜରଲ୍ୟାଣ୍ଡର ରାଜଘରେ ଯାଇ ସେ ପାଦ ଥାପିଥିଲେ ଏବଂ ନିଜର ପ୍ରେମ କାହାଣୀକୁ ସଫଳ କରିପାରିଥିଲେ। ଆଜି ସେ ଆସିଛନ୍ତି, ତାଙ୍କ ଜୀବନୀ ଉପରେ ଏକ ଫିଲ୍ମ ତିଆରି ହେଉଛି, ଯାହାକି ହଲିଉଡ଼ର ବଡ଼ ବଡ଼ ଡାଇରେକ୍ଟର ଏବଂ ପ୍ରଡ୍ୟୁସର ମାନେ ଆସି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ପୁଟଗାଡ଼ିଆଠାରେ ତାଙ୍କ ଜୀବନୀ ଉପରେ ଫିଲ୍ମ ତିଆରି କରୁଛନ୍ତି। ସେ ଆଜି ଆସି ଏଠି ପହଞ୍ଚିଛନ୍ତି ଏବଂ ସାଙ୍ଗରେ ତାଙ୍କ ଧର୍ମପତ୍ନୀ, ଯିଏକି ସେତେବେଳର ସୁଇଜରଲ୍ୟାଣ୍ଡର ରାଜକୁମାରୀ ଥିଲେ, ସେ ମଧ୍ୟ ଅଛନ୍ତି। ଆମେ ଏହି ଅବସରରେ ତାଙ୍କୁ ଭେଟିଥିଲୁ ଏବଂ ତାଙ୍କ ମୁହଁରୁ ସିଧାସଳଖ ତାଙ୍କରି କାହାଣୀ ଶୁଣିବା। ଆଜି ଆପଣ ଏଇଠିକି ଆସିଛନ୍ତି, ପୁଣି ଥରେ ଅନୁଗୁଳ ମାଟିରେ ପାଦ ଦେଇଛନ୍ତି, କ'ଣ ପାଇଁ ପାଦ ଦେଇଛନ୍ତି ଏବଂ କେମିତି ଲାଗୁଛି ଆପଣଙ୍କୁ ପୁଣି ଥରେ? ବହୁତ ଖୁସି ହେଲି ଆପଣମାନଙ୍କୁ ଦେଖି। ଆଉ ମୋର ତ ଜନ୍ମ ମାଟି ଏଟା ହେଲା ମା, ସେ ମା ପାଖକୁ ଆସିଛି। ପୁଅ ସବୁବେଳେ ମାଆକୁ ମନେ ପକାଏ, ସେଇଥିପାଇଁ ମୁଁ ଆସିଛି। ତାପରେ ମୋ ବଡ଼ ଭାଇ ବୋଉଙ୍କ ସ୍ୱାସ୍ଥ୍ୟ ଖରାପ, ସେ ମୋଠୁ 10 ବର୍ଷ ବଡ଼, ସେ ଲାଷ୍ଟରେ ଅଛନ୍ତି, ସେଥିପାଇଁ ମୁଁ ଆସିଛି ଏଠିକି। ଆଉ ମୋର ଜୀବନୀ ସାରା ତ ସାରା ୱାର୍ଲଡ଼ରେ ଯେଉଁ ଆପଣ କହିଲେ ସାରା ବିଶ୍ୱରେ ପ୍ରଚାର, ସମସ୍ତେ କହୁଛନ୍ତି କିଏ ଚିତ୍ର କରୁଛି, କିଏ ଫିଲ୍ମ କରୁଛି, କିଏ ଡ୍ରାମା, କିନ୍ତୁ ମୁଁ ସେଥିରେ ଜଡ଼ିତ ନୁହଁ, ସେଟା ମୋର କାହାଣୀକି ନେଇକି ସେମାନେ କରୁଛନ୍ତି ସବୁ। ଆଉ ମୁଁ ଆସିଛି ସେ ଅଲିମ୍ପିକ୍ର ଯେଉଁ ଭ୍ୟାଲ୍ୟୁଜ୍, ଅଲିମ୍ପିକ୍ର ଯେଉଁ ସେଇ ଉପରେ ମୁଁ ଆସିଛି। ଆମ ଓଡ଼ିଶାରେ ଅଲିମ୍ପିକ୍ ଭ୍ୟାଲ୍ୟୁ ଏଜୁକେସନ୍ ଯେଉଁ ଚାଲିଛି, ତାର ସ୍ୱପ୍ନ ମୁଁ ଦେଖୁଥିଲି, ଆଉ ଏଇଟା ସ୍ୱପ୍ନ ସଫଳ ହେଇଛି। ଆଉ ବର୍ତ୍ତମାନ ମୁଁ ଚାହୁଁଛି ଆଠମଲ୍ଲିକରେ ଯେଉଁ ପୁରୁଣା ପ୍ୟାଲେସ୍ଟା ଅଛି, ସେ ପ୍ୟାଲେସ୍ଟା କେମିତି ଅଲିମ୍ପିକ୍ ଏକାଡେମୀ ଭଳିଆ ଗୋଟେ ହଉ, ଗ୍ରୀସରେ ଯେମିତି ହେଇଛି, ତ ସାରା ଭାରତରୁ କାହିଁକି ପୃଥିବୀରୁ ଲୋକ ଆଠମଲ୍ଲିକକୁ ଆସି ଅଲିମ୍ପିକ୍ ଭ୍ୟାଲ୍ୟୁ ଏଜୁକେସନ୍ ଉପରେ ଶିକ୍ଷା କରିବେ, ତାର ମୋର ସ୍ୱପ୍ନ। ଆଉ ଫିଲ୍ମ କଥା ଏ କଥା ସେଟା ମୁଁ କିଛି କହିବିନି, ସେ ଭିତରେ ମାନେ ମୁଁ ନିଜେ କରୁନି, ଅନ୍ୟ କିଏ କରୁଛନ୍ତି କି ନ କରୁଛି କିରା କହିବି ଆଉ। ନା ଆପଣ ଆପଣ ହେଉଛନ୍ତି ଜଣେ ବିଶ୍ୱ ଦରବାରରେ ଗୋଟେ ପରିଚିତ ଲୋକ, ଏପରିକି ସୁଇଜରଲ୍ୟାଣ୍ଡ ସରକାରଙ୍କର, ସ୍ୱିଡେନ ସରକାରଙ୍କର ଗୋଟେ ଉଚ୍ଚ ପଦବୀରେ ମଧ୍ୟ ଆପଣ ଥିଲେ। ବର୍ତ୍ତମାନ ବି ସୁଇଜରଲ୍ୟାଣ୍ଡର ନାଗରିକତ୍ୱ ଗ୍ରହଣ କରିଛନ୍ତି, ତଥାପି ଆପଣ ଭାରତକୁ ଆସିଛନ୍ତି, ନିଜ ଜନ୍ମମାଟିକୁ ଆସିଛନ୍ତି। ତ ଆପଣଙ୍କର ପ୍ରେମ କାହାଣୀ ଉପରେ ଟିକେ କୁହନ୍ତୁ। ପ୍ରେମ କାହାଣୀ ପ୍ରେମ ସେଇଟା ହେଲା, ମୋର ଜନ୍ମ ହେଲା ମୁଁ 1949 ମସିହାରେ ପୋଷ୍ଟ ଅଫିସ୍ ଘରେ, ଆଠମଲ୍ଲିକ ସେ ପୋଷ୍ଟ ଅଫିସ୍ ଘରେ ଜନ୍ମ ହେଇଥିଲି। ସେତେବେଳେ ବାପା ଗୋଟେ ଜ୍ୟୋତିଷ ଆଣିକି ଗୋଟେ ତାଳପତ୍ରରେ ଜ୍ୟୋତିଷ ଜାତକ କରିଥିଲେ। ସେ ଜାତକ ଅନୁସାରେ ମୋର ମନେ ପଡ଼ୁଛି, ସବୁବେଳେ ମୁଁ ଯେତେବେଳେ କାନ୍ଦିବି ମୋ ମାଆ କୁହେ ବାପା ତୁ କାନ୍ଦି ଦୁଃଖ କରନା। ଆଉ ମୁଁ ସ୍କୁଲରେ କ'ଣ ଗୋଟେ ଫେଲ୍ ହେଇଗଲେ ମାଆ କହିଲେ କାନ୍ଦନା, ଫେଲ୍ ହେଇଯାଇଥିଲି 2-3 ଥର ଫେଲ୍ ହେଇଛି ମୁଁ, ତ କାନ୍ଦନା, ତୁ ଗୋଟେ ବାହାର ଦେଶର ଗୋଟେ ଝିଅକୁ ବୃଷ ରାଶିର ତା ରାଶି ଥିବ, ସେ ବଇଁଶୀ ବଜାଉଥିବ, ସେ ପୁଣି ଜଙ୍ଗଲ ବିରାଟ ଜଙ୍ଗଲର ମାଲିକାନୀ ଥିବ, ତାର ଲ୍ୟାଣ୍ଡ ଲର୍ଡ଼ ଭଳିଆ ଗୋଟେ ରଜା ଥିବ, ତାଙ୍କର ଜାଗାରେ ଜଇଁ ତୁ ହବୁ, ତୁ କାହିଁ ଏମିତି ଆଉ ସେଟା କହୁଥିଲା। ସେଟାକୁ ମୁଁ ଯେତେବେଳେ ଶୁଣୁଥିଲି ମୋତେ ଷ୍ଟୋରି ଭଳିଆ ଲାଗୁଥିଲା। ଆଉ ଯେତେବେଳେ ମେଟ୍ରିକୁଲେସନ୍ ମୁଁ ଫେଲ୍ ହେଇକି ଆତ୍ମହତ୍ୟା କରିବା ପାଇଁ ରାମନୋଲି ରେଲୱେ ଷ୍ଟେସନରେ ଦେଇକିରି ଶୋଇଥିଲି ରେଲ ଲାଇନ୍ରେ, ସେ ଯିଏ ଗ୍ରୀନ୍ ଗୋଟେ ପତାକା ଦେଇ କହିଲେ ଆଜି ଟ୍ରେନ୍ ଆସିବନି, ଘରକୁ ଯାଅ କହିଲେ। ମୁଁ କହିଲି ଆଜି ପୁରା ମୁଁ ଫେଲ୍ ହେଇଛି, ମୁଁ ଏଇଟା ଜୀବ ହତ୍ୟା କରିବି, ଆଜି ମୋର ଆତ୍ମହତ୍ୟା କରିବି। କହିଲା ଆତ୍ମହତ୍ୟା କରିବେ ଯେ ଟ୍ରେନ୍ ଆସିଲେ ସିନା ଆତ୍ମହତ୍ୟା କରିବେ, ସେ କହିଲା ମୋତେ। କହିଲା ଟ୍ରେନ୍ ଷ୍ଟ୍ରାଇକ୍ ହେଇଛି ଆସିବନି। ମୁଁ କହିଲି ଆଜି ଗୋଟେ ମାନେ ଆତ୍ମହତ୍ୟା କରିବି ବୋଲି ଚିନ୍ତା କରୁଥିଲି, ସେ ଟ୍ରେନ୍ ବି ଆସୁନି ଆଜି।
ତାପରେ ପଳେଇଥିଲି। ତାପରେ ନଦୀରେ ଯାଇକି ଯେ ଫେଲ୍ ହେଲା ପରେ ହାଇ ମେଟ୍ରିକୁଲେସନ ନଦୀ ପାଣିରେ ଯାଇକି ଜମ୍ପ କରିକି ମୁଁ କହିଲି ହେଠି ବୁଡ଼ିକି ମରିବି। ତାପରେ ମୁଁ ଗୋଟେ ଗୁଡ୍ ସୁଇମର, ଗୋଟେ ବଡ଼ ପହଁରି ଆସିଲି, ବନିଲିନି। ତାପରେ ମୋ ମା ଜାଣିଲା ଯେତେବେଳେ କହିଲା ପୁଅ ଜାତକରେ ଅଛି ପରା, ତୁ ବୃଷ ରାଶିର ଝିଅକୁ ବାହା ହବୁ, ସେ ତ ଦେଖିବ। ସେଇ କଥାଟା ଯେ ଚିନ୍ତା ମୁଁ କରୁଥିଲି, ସେ ମୋତେ ଖୁସି ଲାଗୁଥିଲା। ମୁଁ ଜୀବନରେ ରହିବି, ବୁଢ଼ା ପର୍ଯ୍ୟନ୍ତ ବହୁତ ଦିନ ପର୍ଯ୍ୟନ୍ତ ଜୀବନରେ ବଞ୍ଚିକି ରହିବି, ଆଉ ମୋର ସେଇ ଫ୍ୟାମିଲି ଛୁଆ ପିଲା କରିକି ରହିବି, ସେଇଟା ମୋର ପ୍ରତିଦିନ ଚିନ୍ତା କରୁଥିଲି। ଯେତେବେଳେ ଇଣ୍ଡିଆକୁ ଗଲି, ସରି ଦିଲ୍ଲୀକୁ ଗଲି 71 ମସିହାରେ, 71, 72, 73 ମୋର କିଛି ରହିବା ପାଇଁ ଘର ନଥିଲା। ରେଳ ଷ୍ଟେସନରେ ମୁଁ ଶୋଉଥିଲି। ଆଉ ଚିତ୍ର କରିବା ପାଇଁ ଯେତେବେଳେ ଯାଉଥିଲି, ପୋଲିସ ମୋତେ ନେଇଯାଉଥିଲା ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ। ପୋଲିସ ମାନଙ୍କ ସହିତ 2-3 ଥର ଦେଖା ହେଲା ପରେ ସେମାନେ ମୋତେ ଖାଇବା ପାଇକି ଦେଉଥିଲେ, ତାଙ୍କ ଚିତ୍ର କରୁଥିଲି, ତାପରେ ଯାଉଥିଲି ପୁଣି। ଏମିତିଆ ଜୀବନ 3 ବର୍ଷ ସଂଘର୍ଷ ଜୀବନ। ଭୋକରେ ମୁଁ ରହିଛି, ଜାମୁ କୋଳି ଖାଇକି ବଞ୍ଚିଛି। ଦିଲ୍ଲୀ ଏହା ମନା ପଡ଼ିଲେ ମୋତେ ଦୁଃଖ ଲାଗେ, ହସ ବି ଲାଗେ। ଦାଟେ ହେଲା ମୋର ଜୀବନ ଯାତ୍ରାର ଗୋଟେ। ଠିକ୍ ଅଛି, ଆପଣ ଏତେ କଷ୍ଟ ସହିଛନ୍ତି, ଏତେ ସଂଘର୍ଷ ଭିତରେ ଶେଷରେ ଆପଣ ଜଣେ ରାଜ ପରିବାରରେ ଆପଣଙ୍କର ଭଲ ପାଇବା ଯେଉଁ ଅଛି ସ୍ୱପ୍ନ, ସେଇଟା ସାକାର ହେଇଛି, ସେଇଟା ସଫଳ ହେଇଛି। ତାପରେ ଆପଣଙ୍କୁ କେମିତି ଲାଗିଲା? ମୁଁ ତାପରେ ତାଙ୍କୁ ଦେଖା ହେଲା, ଇଏ ଗାଡ଼ି ନେଇକି ଆସିଲେ ନ୍ୟୁ ଦିଲ୍ଲୀ। ସେଠି ମୁଁ ସେତେବେଳକୁ ମୋତେ ପରମିସନ୍ ମିଳିଗଲା, ଇନ୍ଦିରା ଗାନ୍ଧୀ ମୋତେ ସେକ୍ରେଟାରୀ ଦେଲେ, ଆଉ ତୁମକୁ ପୋଲିସ କିଛି ହଇରାଣ କରିବନି, ସେଠି ଲାଇଟ୍ ଫିକ୍ସ କରିଦେବ, ତୁମେ ବସିକି କିଛି। ମୁଁ ସକାଳ 6ଟାରୁ ରାତି 9 ପର୍ଯ୍ୟନ୍ତ ମୁଁ ଚିତ୍ର କରୁଥିଲି। 10 ଟଙ୍କା ନେଉଥିଲି, 10 ମିନିଟ୍ରେ ଚିତ୍ର କରୁଥିଲି। ସେତେ ଭାଲେନ୍ତିନା ତେରେସ୍କା ଯେଉଁ ମହିଳା ମହାକାଶଚାରୀ ରଷିଆର ଯାଇଥିଲେ, ତାଙ୍କର ଚିତ୍ର କରି ମୁଁ ଫେମସ୍ ହେଇଗଲି ଦିଲ୍ଲୀରେ। ସେଠୁ ମୁଁ ବସିଲି। 17 ତାରିଖ ମନେ ପଡ଼ୁଛି, 17 ତାରିଖ ଡିସେମ୍ବର 1975ରେ ଜଣେ ଗୋରି ହେଇକିରି ଲମ୍ବା, ତାଙ୍କର ଲମ୍ବା ଏଇ ପର୍ଯ୍ୟନ୍ତ ଲମ୍ବା ଥିଲା, ସେ ଦେଖିଲେ ମୋତେ। ଦେଖିକି ମୋ ସାମ୍ନାରେ ବସିଥିଲେ, ମୋତେ ଚିତ୍ର କର ବୋଲି କହିଲେ। ତାଙ୍କ ଆଖିକୁ ଦେଖିକିରି ମୁଁ ନେଇଗଲି। ମୁଁ କହିଲି ଭୁଲ କରିଦେବି ତାହେଲେ ହେବନି। ମୁଁ ଆଉ ତଥାପି କଲି, ମୁଁ କହିଲି ଭଗବାନ ଏଇଟା କଲି। କିନ୍ତୁ ସେ ଯେତେବେଳେ ମୁଁ ଆଖିରେ ତାଙ୍କୁ ଦେଖିଲି, ସେ କ'ଣ ହେଉଛି, ମୁଁ 10 ମିନିଟ୍ କ'ଣ ତାଙ୍କ ଆଖିଟାକୁ ଦେଖିଲି ତ, ସେ ଆଖି ଭିତରେ ମୁଁ ନିଜର ଯେଉଁ କଲି ମୁଣ୍ଡ ଲମ୍ବା ହିପି ବାଳ, ସେ ଆଉ ଦାନ୍ତ, ସେଟା ଦେଖିଲି ତାଙ୍କ ଆଖିରେ। ସେଇଟାକୁ ମୁଁ କରିବାକୁ, ତାଙ୍କ ଆଖି ଭିତରେ ମୋର ପୋର୍ଟ୍ରେଟ୍ ମୁଁ କରିଦେଲି ସେଥିରେ, ଛୋଟ ଆଖିରେ ମୁଛ ଟିକେ କରିକି ଟିକେ କରିଦେଲି। ସେଇଟା ଦେଖିକି ସେ ଆଶ୍ଚର୍ଯ୍ୟ ହେଇଗଲେ। ମୋତେ 20 ଟଙ୍କା ଦେଲେ। ମୁଁ କହିଲି 10 ଟଙ୍କା ଲେଖା ହେଇଛି, 10 ଟଙ୍କା 20 ଟଙ୍କା ଦେଲେ। ମୋତେ ଦୁଃଖ ଲାଗିଲା। ମୁଁ କହିଲି ଟୁରିଷ୍ଟଟା କ'ଣ ଟଙ୍କା ଗଣି ପାରୁନି, ଲୋକ ଠକି ଟଙ୍କା ଦେବେ ତାକୁ। କହିଲି ମୁଁ 10 ଟଙ୍କା ଫେରିଦେଲି, ଏଇଟା 10 ଟଙ୍କା, ଏଇଟା 10 ଟଙ୍କା, କିପ୍ ଇଟ୍, ମୁଁ 10 ଟଙ୍କା ମୋର ଦରକାର, 20 ଟଙ୍କା ଦେବିନି ମୁଁ। କହିଲାକୁ ସେ ଭାରି ଆହୁରି ଖୁସି ହେଇଗଲେ, ପୁଅ ଟଙ୍କାଟାକୁ ଫେରେଇ ଦେଲେ। ନାଇଁ ନାଇଁ ତୁମେ ରଖ ବୋଲି କହିଲେ, କିପ୍। ତାପରେ ତୃତୀୟ ଥର ଯେତେବେଳେ ମୋ ପାଖକୁ ଆସିଲେ, ମୁଁ କହିଲି ଏଇ ଟୁରିଷ୍ଟଟା ସବୁବେଳେ ମୋ ପଛରେ ଲାଗିଲାଣି, ଏଇଟା କ'ଣ, ଏଇଟା ବୃଷ ରାଶିକି ଆଉ ମା ଯେଉଁ କହୁଥିଲା କି ତାକୁ କ୍ଷୀରା, ଆଉ ସେଠୁ ମୋର ମୁଣ୍ଡ ଉଠିଗଲା। ମୁଁ ସେ କାଣା ଆଉ କ୍ଷୀରା, ମୁଁ ଯେତେବେଳେ ଇଂଲିଶ କହିପାରୁନଥିଲି, କ୍ଷୀରା ତମେ କି ବୃଷ ରାଶିକି ପଚାରିଦେଲି ତାକୁ ଇଂଲିଶରେ, ଖଣ୍ଡଖଣ୍ଡିଆ ଇଂଲିଶରେ। ଆଉ ୟେସ୍ ସେ କହିଲାକୁ ହାଉ ଡିଡ୍ ୟୁ, ତମେ କେମିତି ଜାଣିଲ କହୁଛ। ମୁଁ କହିଲି ଜାଣିଛି, ଆହୁରି ବେଶୀ କହିବି ତୁମ ବିଷୟରେ, ମୁଁ ଜାଣିଛି ତମେ ବଂଶୀ ବଜାଅ। ୟେସ୍ କହିଲା ତ। ତାପରେ ମୁଁ କହିଲି ତୁମ ଜଙ୍ଗଲ, ତୁମ ବଡ଼ ମାଲିକ ଜଙ୍ଗଲ ଏରିଆ ତୁମ, ୟେସ୍ କହିଲା। 3ଟା କଥାକୁ କହିଲାକୁ ତ ମୁଁ କହିଦେଲି, ଇଟ୍ ଇଜ୍ ଡିସାଇଡେଡ୍ ଇନ୍ ହେଭେନ୍, ଇଟ୍ ସ୍ୱର୍ଗରେ ହେଇଛି ମାନେ ଡିସିସନ୍, ଆମେ ଚିହ୍ନିବା, ତୁମେ ମୋର ଲାଇଫ୍ ପାର୍ଟନର। ତାଙ୍କୁ କହିଦେଲି, ସେ ତା ମୋର ସ୍ତ୍ରୀ ହେବ, ମୋ ସ୍ତ୍ରୀ ହେବ, କାରଣ ଇଙ୍ଗେ ମୁସ୍ତନ ଡାଲିଙ୍ଗେ। Dear Bhaujo, what features you saw with him that attract you to live with him? His heart. His heart attracted me. Another. Yeah, and his whole expression, what he is like, and my longing to meet a elephant boy. But he was, by that time he was only he does drawing. Yeah, he was- Nothing quality he had. yeah, but that quality I But admire. you belong to a royal family. So how you choose him? Because at the first glance I felt
something very ordinary and special with him. How long you have spent life with him? Now it's 49 years. How So do you feel? How do you feel? I'm still very happy and blessed. What do you say? What do you say more about him? Yeah, he's a caring person, lovely, and he loves to be in the world and do good things. And now, as we said, Olympic values, we are very grateful and thankful that they choose Odisha. When you come to India, especially in Odisha, and especially in Atmali, his birthplace. So how do you feel? I feel I belong to that place. It's part of me. Yes. And still, we visited his brother's house. His brother is very ill now, so we went to see him and the family. I have seen that here a film is making. I am not asking more about that, but a film is making here about you and Mr. P.K. Mahanandya. And some Hollywood producers and directors are here. So what about it? We are no we no we there's a planning is only things that doing, so we are not doing this. Others people we- are doing. and People we like don't to have to- share our story around the world. That's what we can say for the now. So how do you feel? A film is making regarding your story. So how do you feel? This is no. I don't think we can. Okay, thanks. No. Huh? We talk about the human values the and Olympic. Olympic values. So please, before you send this, we like to. We are not going to tell anything. ओके आमे देखिलु बर्तमान अनुगुल जिला छेंडीपदा ब्लॉकर पुट्ट गाड़िया मिस्टर पी के महानंदिया जे कि विश्व प्रसिद्ध जड़े चित्रकर एवं स्वीडेन राजकुमारी सहित तांकर जीवन बीतुची बर्तमान स्वीडेन राजकुमारी पी के महानंदिया तांको जीवनी उपरे गोटे भल फिल्म तैयारी होची एवं हॉलीवुड बड़ बड़ प्रोड्यूसर डायरेक्टर मैंने आसिक ये फिल्म तैयारी कर निश्चित भाव यह आम अनुगुल गोटे गर्व एवं गौरवर विषय किंतु जेहेतु सेमाने भी किसी अनुबंधित अच्छा तेणु से फिल्म संपर्क में बेसी किसी कहवाई से प्रस्तुत नुहति तेज जहाँ हूँ आम बर्तमान यही परिस्थिति सहित मिशीलु और सहित साक्षात्कार करूँ जानी अनुगुल छेलीपदा ब्लॉक पुटगाड़िया भिखारी महांती न्यूज 18 ओडिया।